ବିଜେଡିର ସଭ୍ୟ ସଂଗ୍ରହ କର୍ମଶାଳା ଆଜି 4ଟି ଜିଲ୍ଲାକୁ ନେଇ ଅନୁଷ୍ଠିତ ହୋଇଥିଲା। ବିଜୁ ଜନତା ଦଳର ସୁପ୍ରିମୋ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବାଚସ୍ପତି ପ୍ରଦୀପ ଅମାତ ମହୋଦୟ ଓ ଗଞ୍ଜାମ ଜିଲ୍ଲାର ସମସ୍ତ ବିଧାନସଭା ପ୍ରାର୍ଥୀ ଏବଂ ବିଧାୟକ ବିଧାୟିକା ଓ ବ୍ରହ୍ମପୁର ସହରର ସାଂସଦ ପ୍ରାର୍ଥୀ ପୂର୍ବତନ ଓ ବର୍ତ୍ତମାନ ଉପସ୍ଥିତ ରହିଥିଲେ। ଗଞ୍ଜାମ ଜିଲ୍ଲା ସଭାପତି ଓ ମହିଳା ସଭାନେତ୍ରୀ ଓ ବରିଷ୍ଠ ବିଜେଡିର ପରିବାର ଉପସ୍ଥିତ ରହିଥିଲେ। ଯୁବ ସଭାପତି ଛାତ୍ର ସଭାପତି ଓ ଗଞ୍ଜାମ ଜିଲ୍ଲାର ଜଣେ ଜଣାଶୁଣା ସୁନାମଧନ୍ୟ ମିଷ୍ଟଭାଷୀ ଯୁବ ମାନସର ପ୍ରତୀକ ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡାଙ୍କ ନେତୃତ୍ୱରେ ଆଜି ବ୍ରହ୍ମପୁର ଗଞ୍ଜାମ କଳା ପରିଷଦ ପ୍ରାଙ୍ଗଣରେ ବିରାଟ ବଡ଼ ସଭା ଅନୁଷ୍ଠିତ ହୋଇଥିଲା। ପ୍ରାୟ 1000 ବିଜୁ ଜନତା ଦଳର କର୍ମୀ ଉପସ୍ଥିତ ରହିଥିଲେ। ଆଜି ଗଞ୍ଜାମ ଜିଲ୍ଲାରୁ ଆରମ୍ଭ ହୋଇଥିବା ସଭ୍ୟ ସଂଗ୍ରହର ଶୁଭାରମ୍ଭ ହେଲା। ବିଜୁ ଜନତା ଦଳର ଆହ୍ୱାନ ପଞ୍ଚାୟତ ନିର୍ବାଚନର ବିଗୁଲ ବାଜିଲା ଏବଂ ଗଞ୍ଜାମ ଜିଲ୍ଲା ଏକ ଶାନ୍ତ ସରଳ ଜିଲ୍ଲା। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଏଥିରେ ସମସ୍ତ କର୍ପୋରେଟର ଉପସ୍ଥିତ ରହିଥିଲେ। ଆଗାମୀ ଦିନରେ ପୁଣି ଥରେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବେ। ଗଞ୍ଜାମରୁ ଜିଲ୍ଲା ପ୍ରତିନିଧି ଜ୍ୟୋତିରଞ୍ଜନ ଗୌଡ଼ଙ୍କ ରିପୋର୍ଟ, ମଣିଭଦ୍ରା ଖବର। ନିଜ ଅଞ୍ଚଳର ଟିକନିକ ଖବର ଉପରେ ନଜର ପକାନ୍ତୁ। ମଣିଭଦ୍ରା ଖବର, ସମ୍ପର୍କ ଜନତାର। ବନ୍ଦେ ମାତରମ୍।